प्रभु जीशु ख्रीष्टଙ୍କ ଅତି ପବିତ୍ର ବହୁମୂଲ୍ୟ ନାମର ଏହି ବାକ୍ୟକୁ ଶୁଣୁଥିବା ପ୍ରତ୍ୟେକ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା। ଆଜି ଆମ୍ଭେମାନେ ଜାଣିବା ବିପଦ ସମୟରେ ପ୍ରଭୁ ଯୀଶୁଙ୍କୁ ଉଠାଇବା, ପ୍ରଭୁ ଯୀଶୁଙ୍କୁ ଡାକିବା। ଏହି ଜଗତରେ ଆମ୍ଭେମାନେ ନିଜ ଇଚ୍ଛା ମତେ ଆମେ ଚାଲିଥାଉ, ଯେହେତୁ ଜଗତର ପରିସ୍ଥିତିକୁ ଆମମାନେ ସମସ୍ତ ବିଷୟକୁ ନିଜର ବୋଲି ଆମମାନେ ଭାବିଥାଉ। ଆଉ ଏ ଜଗତରେ ନିଜ ଇଚ୍ଛା ମତେ ଆମମାନେ ଯେତେବେଳେ ଚାଲିଥାଉ, ପରମେଶ୍ୱରଙ୍କୁ ପଛକୁ ପକେଇ ଦେଇ ଆମ୍ଭେମାନେ ନିଜ ଇଚ୍ଛାରେ ଆମମାନେ କର୍ମ କରିଥାଉ। ଯେତେବେଳେ ଆମମାନଙ୍କ ନିକଟରେ ଦୁଃଖ ବିପଦ ଇତ୍ୟାଦି ପରିସ୍ଥିତି ଆସିଥାଏ, ସେହି ସମୟରେ ଆମମାନେ ପରମେଶ୍ୱରଙ୍କୁ ସ୍ମରଣ କରିଥାଉ। ଆମମାନେ ଯାହାକି ଆମମାନେ ଦେଖିବାକୁ ପାଉଛୁ, ମାର୍କ ଲିଖିତ ସୁସମାଚାର 4 ଅଧ୍ୟାୟ 35 ପଦରୁ 41 ପଦରେ ଯାହା ଆଧାରିତ ଅଛି, ଯେତେବେଳେ ଶିଷ୍ୟମାନେ ଯୀଶୁ ଯେତେବେଳେ କହିଲେ ହ୍ରଦର ଆରପାରିକୁ ଯିବା, ସେହି ସମୟରେ ସେମାନେ ନୌକା ବାହି ଯାଉଛନ୍ତି। ସେହି ସମୟରେ ଯୀଶୁ ପଛ ମଙ୍ଗରେ ଶୋଇଛନ୍ତି, କିନ୍ତୁ ଶିଷ୍ୟମାନେ ନିଜ ଇଚ୍ଛା ମତେ ସେମାନେ ଡଙ୍ଗା ଚଲେଇ ସମୁଦ୍ରର ସେପାରେ ଯିବା ନିମନ୍ତେ ସେମାନେ ଅଗ୍ରସର ହେଉଛନ୍ତି। କିନ୍ତୁ ଏପରି ସମୟରେ ଝଡ଼ ବତାସ ଇତ୍ୟାଦି ଆସୁଥାଏ। ସେହି ସମୟରେ କିଛି କରି ନ ପାରି ସେମାନେ କ'ଣ କରୁଛନ୍ତି ନା ଯୀଶୁଙ୍କ ନିକଟକୁ ଯାଇ ତାହାଙ୍କୁ ଉଠାଉଛନ୍ତି। ଆଉ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଆସି ପବନକୁ ଧମକ ଦେଉଛନ୍ତି, ଆଉ ପାଣିକୁ ମଧ୍ୟ ସେ ସୁସ୍ଥିର କରୁଛନ୍ତି, ପବନ ଆଉ ସମୁଦ୍ରର ପାଣି ମଧ୍ୟ ତାହାଙ୍କର ଆଜ୍ଞା ମାନି ସମ୍ପୂର୍ଣ୍ଣ ସୁସ୍ଥ ହେଇଯାଉଛନ୍ତି। ସେହି ପ୍ରକାର এই ଜଗତ ପରିସ୍ଥିତିରେ ଆମମାନେ ନିଜ ଇଚ୍ଛା ମତେ ଆମମାନେ ଚାଲିଥାଉ, ପରମେଶ୍ୱରଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଥାଉ। ସେହି ସମୟରେ ଆମମାନଙ୍କ ନିକଟରେ ଅନେକ ରୋଗ ଦୁଃଖ ପୀଡ଼ା ପରିବାରରେ ଆସିଥାଏ। ସେହି ପରିସ୍ଥିତି ସମୟରେ ଆମ୍ଭେମାନେ ଯୀଶୁଙ୍କ ନିକଟକୁ ଆମମାନେ ଯାଇ ଉଠେଇବାକୁ ଆଉ ତାଙ୍କୁ ସ୍ମରଣ କରି ଡାକିବାକୁ ପଡ଼ିବ। କେବଳ ଯେପରି ଶିଷ୍ୟମାନେ ତାହାଙ୍କ ନିକଟକୁ ଯାଇଥିଲେ ଆଉ ଉଠେଇଥିଲେ, ସେହିପରି ଭୟଙ୍କର ପରିସ୍ଥିତି ପରିବାରମାନଙ୍କରେ ଆସିବା ସମୟରେ ଆମମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଡାକିବା ଆବଶ୍ୟକତା ଅଛି। ପ୍ରିୟ ଭାଇ ଓ ଭଉଣୀମାନେ, ଏହି ଜଗତରେ ଆମମାନେ ନିଜ ଇଚ୍ଛା ମତେ ଆମମାନେ ଜୀବନ କାଟୁଅଛୁ, ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଉଛୁ। କିନ୍ତୁ ଦୁଃଖ ଆସିବା ସମୟରେ ଈଶ୍ୱରଙ୍କୁ ଆମମାନେ ଖୋଜିଥାଉ। ତାହା ଏହିପରି ନ ହଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନେ ସଦାସର୍ବଦା ଆମମାନେ ସ୍ମରଣ କରି ନିଜ ନିକଟରେ ରଖିଥିବା, ସଦାସର୍ବଦା ଆମମାନେ ଡାକୁଥିବା ଆବଶ୍ୟକତା ଅଛି। ତାହା ହେଲେ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ସମସ୍ତ କାର୍ଯ୍ୟକୁ ଆମମାନେ ଆଗକୁ ନେବା ନିମନ୍ତେ ତାହାଙ୍କୁ ହସ୍ତରେ ଧରେଇବାର ଅଛି। ଶିଷ୍ୟମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ ସମୁଦ୍ରରେ ଯାଉଛନ୍ତି, ସେହି ସମୟରେ ତାହାଙ୍କୁ ମଙ୍ଗ ଧରେଇଲେ ନାହିଁ, ତାଙ୍କୁ ପଚାରିଲେ ମଧ୍ୟ ନାହିଁ। ସବୁ ତାମ ଦ୍ୱାରା ସମ୍ଭବ ହେବ ବୋଲି ଭାବିଲେ, କିନ୍ତୁ ଅଧା ବାଟରେ ମଧ୍ୟରେ ସେମାନେ ବହୁତ ଦୁର୍ବଳ ହେଇଗଲେ। ସେହି ସମସ୍ୟା ଦେଖି, ପବନ ଆଉ ପାଣିର ସମୁଦ୍ରର ତରଙ୍ଗର ଦେଖି। ସେହି ପ୍ରକାର ଆମ୍ଭେମାନେ ମଧ୍ୟ ନିଜ ଇଚ୍ଛା ମତେ ଆମମାନେ ଚାଲିବା ଦ୍ୱାରା ଏହି ପ୍ରକାର ସମସ୍ୟା ଆସିଥାଏ। ସେଥି ନିମନ୍ତେ ସଦାପ୍ରଭୁଙ୍କୁ ସମସ୍ତ କାର୍ଯ୍ୟକୁ ଆମମାନେ ଆଗକୁ ନେବା ପାଇଁ ଆମମାନେ ଡାକିବା ଆଉ ତାଙ୍କ ହସ୍ତରେ ସମର୍ପଣ କରି ପ୍ରତ୍ୟେକ କାର୍ଯ୍ୟରେ ଯିବା, ଯଦ୍ୱାରା ଆମମାନଙ୍କ ପାଖରେ ପ୍ରଭୁ ଯୀଶୁ ସ୍ୱୟଂ ଈଶ୍ୱର ଥିବା ଯୋଗୁଁ ଆମମାନେ ସମସ୍ତ ବିଷୟରେ ଜୟ କରି ଆଗକୁ ଯାଇପାରିବା। ମୁଁ ଆଉ ଅଧିକ ଶିକ୍ଷାକୁ ଯିବିନି, ଅଳ୍ପ ଶିକ୍ଷା ଉପରେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।